ସର୍ବଦା ଅନୁଚିନ୍ତା ଭଲ ଓ ଖରାପ କର୍ମ ଉପରେ ନିର୍ଭର କରେ। ତେଣୁ କର୍ମ ଉପରେ ବିଶ୍ୱାସ କରିବା, କର୍ମ ହିଁ ଭଗବାନ। ଅଦ୍ୟତା 12/3/25 ବୁଧବାର ଦିନ ପଞ୍ଚମ ଦିବସରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ସ୍ୱାଗତ। ପ୍ରସ୍ତୁତି ପ୍ରଶିକ୍ଷଣର ପଞ୍ଚମ ଦିବସରେ ସମସ୍ତ ପ୍ରଶିକ୍ଷାର୍ଥୀ ମାନେ ସମୟ 9:30 ଆସି ପଞ୍ଚାୟତ ହାଇସ୍କୁଲ କଷଣଘଣ୍ଟାଠାରେ ଏକତ୍ରିତ ହୋଇଥିଲେ। ଏହି ଶାନ୍ତକାନ୍ତ ଚଳଚଞ୍ଚଳ ଶିବିରରେ ପ୍ରଥମେ ରଶ୍ମିତା ଦିଦି ଏବଂ ନୀଳିମା ଦିଦିଙ୍କ ଦ୍ୱାରା ଏକ ବିଭୁ ବନ୍ଦନା ଗାନ କରାଯାଇଥିଲା। ଏହାଦ୍ୱାରା ପରିବେଶଟି ଭକ୍ତିରେ ମନ୍ତ୍ରମୁଗ୍ଧ ହୋଇଯାଇଥିଲା। ଏହାପରେ ଆର୍ପି ମାନଙ୍କ ଦ୍ୱାରା ଅନୁଚିନ୍ତା କହିବା ସହିତ ପ୍ରଶିକ୍ଷଣ ଶିବିରରେ ଥିବା 5ଟି ଦଳର ପ୍ରଶିକ୍ଷାର୍ଥୀ ମାନଙ୍କ ତରଫରୁ ଅତି ଆକର୍ଷଣୀୟ ଅନୁଚିନ୍ତା ପ୍ରଦାନ କରାଯାଇଥିଲା। ତତ୍ପରେ ଆମ ଶିବିରରେ ଆସି ତେଣୁ ଆଜିର କାର୍ଯ୍ୟକ୍ରମ କରିକି ଆମର ନିୟମ ମୁତାବକ ଗୋଟେ ଭିତରେ ସାରିବାର ଥିଲା। ଯାହା ବି ଲେଟ୍ ହେଇଯାଇଛି, କିନ୍ତୁ ଏଠି ମୋର 5 ଦିନର ଅଭିଜ୍ଞତା ଆପଣମାନଙ୍କ ଆଗରେ ସମ୍ମୁଖରେ ପେଶ କରିବାକୁ ଚାହୁଁଛି। ଏବଂ ଆମର ଯୋଉ 4 ଜଣ ଆର୍ପି ଥିଲେ, ଅଞ୍ଜଳି ଦିଦି, ସରୋଜିନୀ ଦିଦି, ସସ୍ମିତା ଦିଦି ଏବଂ ରତ୍ନାକର ସାର୍, ପର୍ସନାଲି ମୁଁ କହିବି ଆମେ ଏଇଥିପାଇଁ ମୁଁ ଆସିଲି କହିବାକୁ, କାହିଁକି ନା ଆମେ ଯୋଉମାନେ ବି ଅଛନ୍ତି ପ୍ରଥମେ ଆମର 6 ମାସର ଅନୁଭୂତି, ସେଇ ଅନୁଭୂତି ଭିତରେ ଆମର ଏଇ 4 ଜଣ ଆମକୁ ବାପା ମାଙ୍କ ଭଳି ଆମକୁ ଗାର୍ଡିଆନଙ୍କ ପରି ଆମକୁ ନିଜ ମାନେ ଆକଟ କରିଛନ୍ତି। ଏବଂ 5 ଦିନର ପ୍ରଶିକ୍ଷଣରେ ବହୁତ କିଛି ଶିଖିବାକୁ ମିଳିଛି। ଖାଲି ଶିଖିବାକୁ ମିଳିନି, ଅଭିଜ୍ଞତା ଆହରଣ କରିବାକୁ ମିଳିଛି। ପ୍ରତି ମୁହୂର୍ତ୍ତରେ ଆମର ଏଇ ଯୋଉ 3 ଜଣ ଦିଦି ଆଉ ଜଣେ ସାର୍, ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆମକୁ ବହୁତ କିଛି ଶିଖିବାର ସୁଯୋଗ ମିଳିଛି ଏବଂ ଆକଟ ବି କରିଛନ୍ତି। କୌଣସି ପରିସ୍ଥିତିରେ ଗୋଟେ ଭଲ ଗୁଣ ମୁଁ ଆଜି ଶିଖିଲି, କୌଣସି ପରିସ୍ଥିତିରେ ସେ ଆମ ଉପରେ କିଛି ମାନେ ବିରକ୍ତି ପ୍ରକାଶ କରୁନାହାନ୍ତି। ପ୍ରତ୍ୟେକ କଥାକୁ ସେ ହସି ହସି ପ୍ରତ୍ୟେକ ସମସ୍ୟାର ସମାଧାନ କରିଛନ୍ତି ଏବଂ ସମାଧାନ କରିବା ସହିତ ଉଦାହରଣ ଦେଇକି ବୁଝେଇଛନ୍ତି ମଧ୍ୟ। ଏବଂ ଆମର ଏଇ ଗ୍ରୁପରେ ବା ଆମର ଏଇ କ୍ୟାମ୍ପରେ ପ୍ରତ୍ୟେକ ସାର୍ ମାନେ ଯୋଉମାନେ ଆମଠାରୁ ଅଭିଜ୍ଞ ସାର୍ ଆଉ ଦିଦି ମାନେ ସମସ୍ତଙ୍କର ସହଯୋଗ ମିଳିଛି। ବିଶେଷ କରି ଆମର ରତ୍ନାକର ସାର୍ ଆମର ଏଇ କ୍ୟାମ୍ପ ଭିତରେ ଏବଂ ବାହାରେ ମଧ୍ୟ ଟିକେ ବିରତି ବେଳେ ସେ ବହୁତ କିଛି ମାନେ ବାସ୍ତବ ଜୀବନରେ ଆମେ କଣ ଅନୁଭବ କରୁଛୁ, କି ପ୍ରକାର ପ୍ରୋବ୍ଲେମ ସମସ୍ୟା ଆମେ ଅନୁଭବ କରିବୁ, ସେ ସମସ୍ୟାର ସମାଧାନ କେମିତି କରିବୁ, ସେ କଥା ହୁଏତ ସବୁଦିନ ଆମ ମତେ ବାହାରେ କୁହନ୍ତି। ତାପରେ ଦିଦି ଆମର ମୋ ନିଜ ଗ୍ରାମର ଦିଦି, ଆମ ନିଜ ଦିଦି ଅଞ୍ଜଳି ଦିଦି, ସେ ବହୁତ ଭଲ ଭାବରେ ପ୍ରତ୍ୟେକ ଜଟିଳ କାର୍ଯ୍ୟକୁ ସରଳ କାର୍ଯ୍ୟରେ ପରିଣତ କରିପାରନ୍ତି। ଏବଂ ଆଉ ଇଏ ଦିଦିଙ୍କ କଥା ମୁଁ କଣ କହିବି, ଇଏ ଦିଦିଙ୍କ ସହିତ ଆମର ବହୁତ କଲେଜ ବେଳରୁ ଯୋଡ଼ା। କାହିଁକି ନା ଦିଦି ଆଉ ଗୋଟେ ସମ୍ପର୍କ କେହି ଜାଣିଥିବେ କି ନାହିଁ, ଦିଦିଙ୍କର ଭାଉଜ, ଦିଅର ନଣନ୍ଦ ଭାଉଜ ହେବେ, ନଣନ୍ଦ ଭାଉଜ। ଏବଂ ଦିଦିଙ୍କର ଆମ ଦେଢଶୁର ଯିଏ ସାର୍ ଲେକ୍ଚର ଅଛନ୍ତି, ତାଙ୍କ ପାଖରେ ମୁଁ +2 +3 ପଢିଛି। ସେ ମ୍ୟାଥମେଟିକ୍ସ ରେ ଆମ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ରାଜ୍ୟ ପାଇଁ ବି ଗୌରବାନ୍ୱିତ ଜଣେ ଅଧ୍ୟାପକ। ତେଣୁ ତାଙ୍କ ସହିତ ମୋର ପର୍ସନାଲି ବହୁତ ପୂର୍ବରୁ ଜଣା ଏବଂ ବହୁତ ଜଣେ ଭଲ ସୁଦକ୍ଷା ଶିକ୍ଷୟିତ୍ରୀ ମଧ୍ୟ। ଏବଂ ତାଙ୍କର ସେ ଯୋଉ ପ୍ରଥମେ କହିଥିଲୁ ବହୁତ ସବୁ କଥାକୁ ଟିକେ ଜଲ୍ଦି କହିଦିଏ, କିନ୍ତୁ ଜଲ୍ଦି କହିବା ଭିତରେ ବି ସେ ପ୍ରତ୍ୟେକ କଥା ଭିତରେ କିଛି ନା କିଛି ଶିଖିବାର କାର୍ଯ୍ୟ ନିହିତ ଥାଏ। ତାପରେ ଆଉ ଜଣେ ଦିଦି ସେ ଦିଦି ଅଛନ୍ତି ସରୋଜିନୀ ଦିଦି, ସେ ଅନୁପସ୍ଥିତ ଅଛନ୍ତି, କାର୍ଯ୍ୟ ବ୍ୟସ୍ତତା ଯାଇଛନ୍ତି। କିନ୍ତୁ ତାଙ୍କ ପାଖରେ ମୁଁ ଏଇଠି ଆସିଲା ଭିତରେ ସୁଧାଂଶୁ ସାର୍ କହୁଥିଲେ ସେଠି ଐଶ୍ୱରିକ ଜ୍ଞାନ ଦିଗମାନନ୍ଦ ଦୀକ୍ଷିତ, ବହୁତ କିଛି ମାନେ ଐଶ୍ୱରିକ ଚିନ୍ତାଧାରା, ଯୋଉଟା କିନ୍ତୁ ସବୁ ପରେ ସମସ୍ତଙ୍କ ଉପରେ ସତ୍ତା ମାଲିକ ଏକ, ସବୁ ଉପରେ ଜଣେ ଅଛି। ତେଣୁ ସିଏ ସେଇଭଳିଆ ବାତାବରଣ ସବୁବେଳେ ସୃଷ୍ଟି କରନ୍ତି ଏବଂ ସବୁ ପରେ ଆମେ ଗୋଟେ ଉପର ଶକ୍ତି ଦ୍ୱାରା ପରିଚାଳିତ ବୋଲି ସେ କଥା ବି ସେ ମର୍ମେ ଆମକୁ ଅନୁଭବ କରାଇଛନ୍ତି। ତେଣୁ ସର୍ବମୋଟରେ ଆମର 3 ଜଣ ଆର୍ପି ମହୋଦୟ ଏବଂ ଜଣେ ଆର୍ପି ସାର୍, ସେମାନଙ୍କର ଏଇ ଯୋଉ ପଥ ପ୍ରଦର୍ଶନ ବା ମାର୍ଗଦର୍ଶନ ମୁଁ ହୁଏତ ମୋ ଜୀବନର ଶେଷ ରକ୍ତବିନ୍ଦୁ ଥିଲା ପର୍ଯ୍ୟନ୍ତ ଭୁଲିବି ନାହିଁ। ସେଥିପାଇଁ ମୋ ତରଫରୁ ସେମାନଙ୍କୁ গোটা দিন
ପିଲାମାନେ ସମସ୍ତେ ଆସି ତମ ଜାଗାରେ ବସିଯାଅ। ଆମ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅନୁରୋଧ କରିବି ନିଜ ନିଜ ଚେୟାରରେ ଷ୍ଟଲ୍ ପାଖ ଛାଡ଼ି ପାଲରେ ଆସି ବସିଯାଅ। ବର୍ତ୍ତମାନ ଅଳ୍ପ ସମୟ ଭିତରେ ଆମର ପୁଣି କାର୍ଯ୍ୟକ୍ରମ ଆରମ୍ଭ ହେବ। ପିଲାମାନେ ସମସ୍ତେ ନିଜ ନିଜ ପାଖ ଛାଡ଼ି ଆସି ବସିଯାଅ। ପିଲାମାନେ ସମସ୍ତେ ନିଜ ନିଜ ଷ୍ଟଲ୍ ପାଖ ଛାଡ଼ି ଆସି ବସିଯାଅ। ପିଲାମାନେ ଗାଇଡ୍ ଟିଚର ମାନଙ୍କୁ ଅନୁରୋଧ ପିଲାମାନଙ୍କୁ ତୁରନ୍ତ ନିଜ ସିଟ୍ରେ ନ ବସାଇ ଶୀଘ୍ର ତାଙ୍କ ଜାଗାକୁ ବସିବାକୁ କୁହନ୍ତୁ। ପିଲାମାନଙ୍କୁ प्रस्तुति ट्रेनिंग सहिला समस्त गाइड टीचर मानक अनुरोध पिलामानकु तांको जगार बसिबाकु दियंतु। पिलामानकु तांको जगार बसिबाकु कहंतु। हमर ट्रेनिंग रो अनेक शिक्षक शिक्षयित्री भाई बहन माने आछंती देखुछंती समय बोली परे परे जजमेंट आरंभ हेबो। 17 कोटी क्लस्टर रो जजमेंट आरंभ हेबो। खूब अल्प समय भीतर जजमेंट आरंभ हेबो। पिलामाने आमे वर्तमान आरंभ करिबा हमर लोकनाथपुर प्रोजेक्ट यूजीयूपी रो लोकनाथपुर टीयूपीएस रो पिला माने निपुण डांस करिवे। मो दीदी को अनुरोध करिवे पिला माने प्रस्तुत करिवे। सुकुटा को छुटके म्यूजिक सब सुकुटा आगु को बसिबनी जगह छाड़ी बस निज निज पिला को बसाई दियो। समस्त खाई देते प्राय जो न खाई स्कूल को जाई तुरंत खाई दिंतु। लोकनाथपुर पीयूपीएस पिला माने डांस करछंती। हमर बीओ सार अशोक सार वर्तमान जिबे तुरंत अशोक सार करे जजमेंट पाई जिबे तापर पूर्ण वीडियो पर्दा में आरंभ करबा। पिला माने टिका निरवता पार्टी बंद कर बसि जाओ। पिला माने आगे बसी पिला माने टिके निरवता रक्षा कर। उठेले सब फोटो मते छाड़ी सब अच्छा मोरा पिला को बेकरे पके दबो हमर एटा बसु केतला पूरे दिन सर आपण कहले मु गाड़ी चलै परिबि ना ये स्पीड रे आइले हम पिला माने स्पीड रे आइले हम वर्तमान में माटे खूब दाउ करी हम टिके एइडा हमर इंटरेस्टिंग कोडिंग करछ हमें खेलबे कलर खोली देखो एटा खोला हम हेडे एटा कलर एटा कोड आसला म एटा आसला मग हां मग म्यूजिक दियो सुकुटा एटा पिला दिए ताली दियो पिला माने ताली दियो बसी करी कोनी पिला माने मोबाइल के जोरदार करता दियो। ना बंधन थीब आम पढ़ाले घरे सरी किए सेहेब कृष्ण आम भाषा करे आई हे उबिबा भगती शिखिबा पाई मने भय नथिब ताली दियो टिके पिला माने
संघमित्रा दीदी सजे देइछन्ति पूरा पिलामानको बुली गुडी पिलामाने बुली गुडी ऑडियंस सब फोटो যেতবে তার পিলা সমাজরে প্রতিষ্ঠিত हुए এবং সে পিলার বায়োডাটা নেই বাপা মা পাখে পৌঁছে গোটে বহুକୁ ତା ଚାଲିଯିବାର ଦେଖିବା ଯେତେବେଳେ ଅନୁଭବ କରନ୍ତି ପଡ଼ୋଶୀ ସେତେବେଳେ ପଚାରନ୍ତି ଏ ଘର ଏ କାହା ଘରର ଝିଅ କାହାର ବୋହୂ। ତେଣୁ ପ୍ରତ୍ୟେକଙ୍କର ଅତି ପ୍ରତ୍ୟେକଙ୍କର ଆଚରଣ ଉଚ୍ଚାରଣ ଏବଂ ବ୍ୟବହାରରେ ଯଦି ସମସ୍ତେ ପ୍ରୀତ ହେଲେ ତାହେଲେ ତାର ବାଡ଼ାଟା ଯାହାର ଏସବୁ ଦିଗରେ ଆସିନଥାଏ ତାର ବାଡ଼ାଟା କାହିଁକି ଆମେ ସେମିତି ଆମ ପାଖରେ ବହୁତ ପିଲା ଆସୁଛନ୍ତି ବାଲବାଟିକା ପିଲା ଏଇ ବାଲବାଟିକା ପିଲାଙ୍କୁ ନେଇ ଯଦି ଆମେ ଠିକ ଜାଗାରେ ଠିକ ଢଙ୍ଗରେ ପହଞ୍ଚେଇବା ତାହେଲେ ସେ ପିଲା ଆମକୁ ଚିହ୍ନିବେ ଜାଣିବେ ଏ ହେଉଛି ମୋର